କାଉଟି ତା ଜୀବନରେ ବହୁତ ଖୁସି ଥିଲା। ଦିନେ ସେ ପାଣି ପିଇବାକୁ ଗୋଟିଏ ପୋଖରୀ ପାଖକୁ ଆସିଲା। ସେଠାରେ ଗୋଟିଏ ହଂସକୁ ଦେଖି ସେ ମନେ ମନେ ଭାବିଲା, ମୁଁ ତ ଭାବୁଥିଲି ମୁଁ ଦୁନିଆର ସବୁଠାରୁ ସୁନ୍ଦର ପ୍ରାଣୀ, ହେଲେ ହଂସ ତ ଦେଖିବାକୁ ଧଳା, ଖୁବ୍ ସୁନ୍ଦର ମଧ୍ୟ। ତାପରେ କାଉଟି ଯାଇ ହଂସକୁ କହିଲା, ଭାଇ, ତୁମେ ଦେଖିବାକୁ ଖୁବ୍ ସୁନ୍ଦର, ତୁମେ ହିଁ ଦୁନିଆର ସବୁଠାରୁ ବେଶୀ ସୁଖୀ। କାଉର କଥା ଶୁଣି ହଂସ କହିଲା, ହଁ ଭାଇ, ମୁଁ ମଧ୍ୟ ନିଜକୁ ଦୁନିଆର ସବୁଠାରୁ ସୁଖୀ ପ୍ରାଣୀ ବୋଲି ଭାବୁଥିଲି, କିନ୍ତୁ ମୁଁ ଯେତେବେଳେ ଶୁଆକୁ ଦେଖିଲି ସେତେବେଳେ ଭାବିଲି ଶୁଆ ହିଁ ନିଶ୍ଚୟ ଦୁନିଆର ସବୁଠାରୁ ସୁନ୍ଦର ପ୍ରାଣୀ। କାଉଟି ହଂସ ପାଖରୁ ଏକଥା ଶୁଣି ଶୁଆ ପାଖକୁ ଗଲା। ଶୁଆକୁ କହିଲା, ଭାଇ, ତମେ ହେଉଛ ଦୁନିଆର ସବୁଠାରୁ ସୁନ୍ଦର ପକ୍ଷୀ। କିନ୍ତୁ ଶୁଆ କହିଲା, ନା, ମୋ ଠାରୁ ମୟୂର ବେଶୀ ସୁନ୍ଦର, ସେ ହିଁ ସବୁଠାରୁ ସୁଖୀ। କାଉଟି ଶୁଆ ପାଖରୁ ଏକଥା ଶୁଣି ମୟୂର ପାଖକୁ ଗଲା। ମୟୂର ପ୍ରାଣୀ ଉଦ୍ୟାନରେ ରହୁଥିଲା। ବହୁତ ଲୋକମାନେ ତାକୁ ଦେଖିବାକୁ ଆସୁଥିଲେ। କାଉ ଭାବିଲା, ମୟୂର ନିଶ୍ଚୟ ଦୁନିଆର ସବୁଠାରୁ ସୁନ୍ଦର, ତାକୁ ଲୋକମାନେ ଦେଖିବାକୁ ଆସୁଛନ୍ତି। ସେ ମୟୂରକୁ ଯାଇ ପଚାରିଲା, ଭାଇ, ତମେ ହିଁ ଦୁନିଆର ସବୁଠାରୁ ସୁନ୍ଦର ଆଉ ସୁଖୀ ପ୍ରାଣୀ। କିନ୍ତୁ ମୟୂର କହିଲା, ମୁଁ ଭାବୁଥିଲି ମୁଁ ହିଁ ସବୁଠାରୁ ସୁନ୍ଦର ଆଉ ସୁଖୀ, କିନ୍ତୁ ମୋର ଏ ସୌନ୍ଦର୍ଯ୍ୟ ପାଇଁ ମୁଁ ଆଜି ଏଠାରେ ବନ୍ଦୀ ହୋଇ ରହିଛି। ଏଠାରେ ରହି ମୁଁ ଜମା ବି ସୁଖୀ ନୁହେଁ। ମୁଁ ଭାବୁଛି ମୁଁ କାଉ ହୋଇଥିଲେ ଭଲ ହୋଇଥାନ୍ତା, ମୁକ୍ତ ଆକାଶରେ ଉଡ଼ି ବୁଲିଥାନ୍ତି। ମୟୂରଠାରୁ ଏଭଳି କଥା ଶୁଣି କାଉଟି ବୁଝିପାରିଲା। ତେଣୁ କଥାରେ କହନ୍ତିନି, ଭଗବାନଙ୍କ ସୃଷ୍ଟିରେ ସମସ୍ତେ ସୁନ୍ଦର। କେବେ ହେଲେ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ ନୁହେଁ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।